ସହରାଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟବରାଦ କରାଯାଇ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଯାଉଛି। କିନ୍ତୁ କେବେ ବି ଆପଣ ଶୁଣି ନଥିବେ ଯେତେବେଳେ ପ୍ରକଳ୍ପ ଆରମ୍ଭରୁ ଯେତେବେଳେ ଲୋକାର୍ପଣ କରାଯାଇଛି ତ ଆରମ୍ଭରୁ ଏ ପ୍ରକଳ୍ପ ଗୋଟିଏ ରହିଛି ବାଙ୍କି ସହର ଭିତରେ ତା ଅଚଳ ଅବସ୍ଥାରେ ପଡ଼ିଛି। ତ ଏ ପ୍ରକଳ୍ପ କେଉଁ ଉପାନ୍ତ ଅଞ୍ଚଳ ନୁହଁ, ବାଙ୍କି ସହର ଯାହା 13 ନମ୍ବର ୱାର୍ଡକୁ ଲାଗି ରହିଛି ବିଜ୍ଞାପିତ ଅଞ୍ଚଳ ପରିଷଦଭୁକ୍ତ ରହିଛି, ଯାହାର ପ୍ରକଳ୍ପକୁ ଆପଣଙ୍କୁ ଦେଖିବାକୁ ଯାଉଛି। ସେ ପ୍ରକଳ୍ପର ଚିତ୍ର ଆପଣ ଦେଖୁଥିବେ, ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର। ତ ଦେଖନ୍ତୁ ଏଇ ଯୋଉ ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର ସମ୍ପୂର୍ଣ୍ଣ ଏଇ ଯୋଉ ପ୍ରକଳ୍ପଟି ଆପଣ ଦେଖିବେ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଥିବ। ଏ ପ୍ରକଳ୍ପ ଯେବେଠାରୁ ଲୋକାର୍ପଣ ହେଇଛି ସେବେଠାରୁ ଏ ପ୍ରକଳ୍ପ ଅଚଳ ହେଇ ପଡ଼ିଛି। ଏ ପ୍ରକଳ୍ପକୁ ପୁଣି କିଏ ଲୋକାର୍ପଣ କରିଛନ୍ତି ଆପଣ ଦେଖନ୍ତୁ, ବାଙ୍କିର ଯିଏ ବିଧାୟକ ରହିଛନ୍ତି ଦେବୀରଞ୍ଜନ ତ୍ରିପାଠୀ ଏ ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ। ପୁଣି କେତେବେଳେ 56ତମ ସ୍ୱାୟତ୍ତ ଦିବସ ଚାଲୁଥିଲା ସମୟରେ ତ ସେଇ ଦିନ ଏ ପ୍ରକଳ୍ପ ଲୋକାର୍ପଣ ହେଇଥିଲା 31/8/2022। ତ ଅଦ୍ୟାବଧି 22ରୁ 24 ପହଞ୍ଚିଲାଣି ଏ ପ୍ରକଳ୍ପ ଖତ ଖାଉଛି। ଏହା ସାଧାରଣ ଲୋକଙ୍କ କାମରେ ଆସୁନି। ଏହାର କାମ ଥିଲା ସହରାଞ୍ଚଳ ଯେଉଁ ମଇଳା ଅଳିଆ ଆବର୍ଜନା ରହିଛି ତା ସମ୍ପୂର୍ଣ୍ଣ ଆସି ଏଠି ଗଚ୍ଛିତ ରହିବ। ଆଉ ଏଇଠାରେ ତିଆରି ହେବ ଖତ। এই ଖତ ପୁଣି ଲୋକଙ୍କ ସ୍ୱାର୍ଥରେ ଲାଗିବ। ତ ଆପଣ ସ୍ପଷ୍ଟ ଚିତ୍ର ଦେଖିବାକୁ ଚାହୁଁଛି, ଆପଣ ଦେଖନ୍ତୁ এই ପ୍ରକଳ୍ପର ଚିତ୍ର। ଆପଣ ଦେଖନ୍ତୁ କେଉଁଭଳି ଭାବେ ସମ୍ପୂର୍ଣ୍ଣ କମ୍ପୋଷ୍ଟ ଗୃହଟି ଅଚଳ ହେଇକି ପଡ଼ିଛି। ଲକ୍ଷାଧିକ ଟଙ୍କା ବ୍ୟୟ ଅଟକଳ ହେଇଥିଲା। ପ୍ରାୟ ଯାହା ଶୁଣିବାକୁ ମିଳୁଛି 50 ଲକ୍ଷ ଟଙ୍କା ଏଠି ବ୍ୟୟବରାଦ କରାଯାଇଥିଲା। କିନ୍ତୁ ଏହା ଜନସାଧାରଣଙ୍କ ସ୍ୱାର୍ଥରେ ଆସୁନି। ଏଠି ଗଭର୍ଣ୍ଣମେଣ୍ଟ କାମାଲ ଦରିଆମା ଡାଲ ଭଳି ବାଙ୍କି ପ୍ରଶାସନ ଚଳାଇଛି ତାର ମନମାନି। ତାର ସ୍ପଷ୍ଟ ଚିତ୍ର ଦେଖୁଥିବେ। ଯଦି କାହାକୁ ପଚରାଯାଏ ଏହାର ଉତ୍ତର ମଧ୍ୟ କାହା ପାଖରେ ନାହିଁ। କିନ୍ତୁ ଏଠି ଲୋକଙ୍କ ପଇସା, ଲୋକଙ୍କ ଟ୍ୟାକ୍ସର ପଇସା କିଭଳି ଭାବେ ଏଠି ସମ୍ପୂର୍ଣ୍ଣ ନଷ୍ଟ କରାଯାଉଛି ଆପଣ ସ୍ପଷ୍ଟ ଚିତ୍ର ଦେଖୁଥିବେ। ଜଙ୍ଗଲର ଭ୍ରମ ମଧ୍ୟ ସୃଷ୍ଟି ହେଉଥିବ। ଆମର କ୍ୟାମେରା ପର୍ସନ ଯିଏ ଭାଇ ରହିଛନ୍ତି ସେ ଦେଖାଉଛନ୍ତି। ସ୍ଥାନୀୟ ଅଧିବାସୀ ମଧ୍ୟ ତାଙ୍କର ମଧ୍ୟ ପ୍ରତିକ୍ରିୟା ନେବା। କ'ଣ କହିବା ଆଜ୍ଞା, ଏଇ ଯେଉଁ ପ୍ରକଳ୍ପ ନିର୍ମାଣ କରାଯାଇଥିଲା କେଉଁ ଉଦ୍ଦେଶ୍ୟରେ କରାଯାଇଥିଲା? ସଂଗ୍ରାମ କେଶରୀ ବେହେରା, वार्ड नंबर 13, बांकी एनएसी, जिला कटक। ये जो प्रकल्प होती देखुं ये तो मो कहया कथा आउ गोटे छाड़ी ये जो प्रकल्प हो घर बारी कर जिनस नदी कूल जेबे ठारू ये उद्घाटित हो सारा सब बिल कर जेबे ठारू उद्घाटित होबे ये कार्यक्षम हो पारिना कि होना। एथिरे संपूर्ण भाव में सरकारी राजस्वर अपव्यवहार कराई इंटेंशनली। यार तदंत हवा दरकार। जो अधिकारी या प्लान एस्टिमेट करके जो अधिकारी या सांक्शन कर पैसा अपव्यवहार कर विरुद्ध में कार्यानुष्ठान हवा निहाती आवश्यकता अच्छी। आम आपको जानवा चाहूँ वास्तविक ये जो कंपोस्ट तैयारी कराइला को उद्देश्य कराइला किसी ना खाली पीसी खायापी अधिकारी मैंने केमती दी पैसा रोजगार करेंगे से उद्देश्य जे राजनेता हेतु भी भाग नहीं लोक मानकर कौन स्वार्थ ए साधित होनी। केवल नेता एवं अधिकारी मानकर पकेट गरम करने जिनस दर्शक प्रतिक्रिया शुणुले क्यों भाव प्रतिक्रिया साधारण लोकंर ये जो कंपोस्ट निर्माण कराई आप कंपोस्ट जब देखिले या स्थिति एवं कौन रही आगुरी केमी था ये कार्य के लगी लोक कंपोस्ट ये दिन यार कार्यकारी किसी कार्यकारी न हवा हेतु ये जंगल मलमूत्र होची। तेणुक सरकार ये जो योजना गुरा माला करुच्ची तार कार्यकारी किसी होनी। तार पैसा सब कुआड़े जाऊँगी ना नेता मंत्री मैंने हड़प कर खाऊन। बेसिक बांकीर जी पूर्वतन पदाधिकारी पीसी खाई ये सब खाऊन। चाहते आम यार तदंत हो यार परिवर्तन हो। प्रतिक्रिया सुंदर तदंत हवा दरकार। भाई आप देखुच अच्छा ये जो जिनसा देखुं आप कौ उद्देश्य कराइला आज्ञा कराइला स्वयं गोष्ठी मान चलियापी या कौन प्रकार कम आसू ये कौन जो कम कर किए कौन कर कि यार कौन प्रकार माने लोकों जनहित आसूना। खाली जो राजनेता आमर जो अच्छा बड़ बड़ ऑफिसर खाली पकेट गरम करा ना कि काम नहीं। कौन चाहिए जब किसी गवर्नमेंट चाहिए सब किसी
ମୁଁ ଚାହୁଁଛି ୟାର ତୁରନ୍ତ ଗୋଟେ ସମାଧାନ କରାଯାଉ, ଏଟାକୁ କାର୍ଯ୍ୟକ୍ଷମ କରୁ, ନଚେତ୍ ଆକୁ ଗୋଟେ ଆମର ଗାଁର ବହୁତ ପ୍ରୋବ୍ଲେମ୍ ଅଛି, ଯେଉଁଟାକି ଲୋକଙ୍କର ଭୋଜିଭାତ କରିବା ପାଇଁ ଜାଗା ନାହିଁ। ତେଣୁ ଏଇଟାକୁ ଆମକୁ ଗୋଟେ କଲ୍ୟାଣ ମଣ୍ଡପ ଯଦି କରାଯାଏ ତାହେଲେ ଆମ ଗାଁ ତେର ବାହାରେ ବି ଲୋକ ବହୁତ ଉପକୃତ ହେବେ। ଏଇଟା ହଉଛି ସିଧାସଳଖ ପ୍ରତିକ୍ରିୟା ଶୁଣୁଥିଲେ ଲୋକମାନଙ୍କର। ତ ଏଠି ମଧ୍ୟ ମୁଁ ସ୍ପଷ୍ଟ ଚିତ୍ର ଦେଖେଇବି। ଦେଖନ୍ତୁ ଏ ଯେବେଠୁ ହେଇଛି ସେବେଠୁ ତାଲା ପଡ଼ିଛି। ତାଲା ଦେଖନ୍ତୁ କଳଙ୍କି ମଧ୍ୟ ଲାଗି ସାରିଲାଣି। ଏ ମଧ୍ୟ ଫିଟିବ ନ ଫିଟିବ ତାହା ମଧ୍ୟ ଜଣା ନାହିଁ। ତ ଏ ସ୍ପଷ୍ଟ ଚିତ୍ର ଦେଖୁଥିଲେ, ଏ ହେଉଛି ସେଇ ମାଇକ୍ରୋ କମ୍ପୋଷ୍ଟର ଚିତ୍ର। ଆପଣ ଯାହା ଦେଖୁଥିଲେ ବା ଆମେ ଯାହା ଦେଖାଉଥିଲୁ ଏ ବାସ୍ତବିକତା ଥିଲା ସତ୍ୟ। କିନ୍ତୁ ଏଠି ଯେତେବେଳେ ମାଇକ୍ରୋ ଯେଉଁ କମ୍ପୋଷ୍ଟ ତିଆରି କରାଗଲା, ସରକାରଙ୍କ ପଇସା ଖର୍ଚ୍ଚ କରାଗଲା, ଏଠି ଦୂରଦୃଷ୍ଟି ଅଭାବ ଥିଲା ବାଙ୍କି ପ୍ରଶାସନର। ଯେଉଁଥିପାଇଁ ଆଜି ଯେତେବେଳେ ଏ ମାଇକ୍ରୋ କମ୍ପୋଷ୍ଟ ଯେତେବେଳଠୁ ଏହା ଲୋକାର୍ପଣ ହୋଇଛି ସେବେଠାରୁ ଏ ମାଇକ୍ରୋ କମ୍ପୋଷ୍ଟ ଏମିତି ତାଲା ପଡ଼ିକି ରହିଛି। ସମ୍ପୂର୍ଣ୍ଣ ଏବେ ଜଙ୍ଗଲର ଭ୍ରମ ସୃଷ୍ଟି ହେଉଛି। ଏଠି ଗଭର୍ଣ୍ଣମେଣ୍ଟ କା ମାଲ ଦରିଆ ମେ ଡାଲ ଭଳିଆ ସରକାରଙ୍କର ରାଜସ୍ୱ ଲକ୍ଷାଧିକ ଟଙ୍କା ଏଠି ଅପଚୟ କରାଯାଇଛି। ତୁରନ୍ତ ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ ସାଙ୍ଗକୁ ଏହା ସାଧାରଣ ଲୋକଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ଏବେ ସାଧାରଣ ଦାବି ଜୋର ଧରିଲା। କଟକ ଜିଲ୍ଲା ବାଙ୍କିର ବିଜ୍ଞାପିତ ଅଞ୍ଚଳ ପରିଷଦଭୁକ୍ତ 13 ନମ୍ବର ୱାର୍ଡ ପରିସରରୁ ମନୋଜ କୁମାର ଦଳେଇ, ନକ୍ଷତ୍ର ନ୍ୟୁଜ୍।